ଏବେ ତ ଆମେ ପହଞ୍ଚି ଯାଇଛୁ ଗୋଟେ ଆମେ ଏବେ ଘର ଆମ ଆଇସ୍କୁ ସାଡ଼େ ଆମେ ଖୋଜୁଛୁ ସିଏ ଆସିକି ବର୍ତ୍ତମାନ ପାଇଁ ଆଡ଼େ ଆସିକି ଏବେ ଚିକେନ କଷା ଚାଲିଛି। ଖାଉ ସମସ୍ତେ ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲ ଥିବେ। ମୁଁ ସ୍ୱାଗତ କରୁଛି ଆୟୁଷ୍ମାନ ଓଡ଼ିଆ ବ୍ଲଗ୍କୁ। ଆସନ୍ତୁ ଆପଣମାନେ ଦେଖିବା ଆମ ନ୍ୟୁ ବ୍ଲଗ୍। ଏଠି ତ ଆୟୁଷ ଏବେ ଆସିଥିଲେ ହେରି ଗୋଟେ ନୂଆ ରିଲ୍ଟେ ହେବ, ଗୋଟେ ଆଲବମ୍ଟେ ସୁଟିଂ ହେବାର ଅଛି। ଆଉ ଅଧଘଣ୍ଟା ପରେ ସୁଟିଂ ହେବ। ଆଉ ଆମେ ସମସ୍ତେ ବି ପଳେଇ ଆସିଛୁ ଏଠିକି। ଗୋଟେ ବିଲଟା ପୋଖରୀ ଅଛି, ଆମେ ଏଇଠି ଆସିକି ପହଞ୍ଚିଯାଇଛୁ। ଭିଡ଼ିଓ ବି ଚାଲିବ, ତା ଭାଇ ବି ଅଛି। ଆଉ ଆପଣ ଦେଖୁଛନ୍ତି ଏଇ ଜାଗାରେ ଆମେ ପହଞ୍ଚିଯାଇଛୁ। ଆମର ଏ ଗାଁ ମୁଣ୍ଡରେ ଗୋଟେ ପୋଖରୀ ଅଛି, ଆମେ ସେଇଠି ଆସି ପହଞ୍ଚିଯାଇଥିଲୁ। ଏବେ ରିଲ୍ ଚାଲିଛି ବି ଦେଖନ୍ତୁ। ଗୋଟେ ସଙ୍ଗଟେ ମା ସଙ୍ଗରେ ଗୋଟେ ହେବ। ଆଉ ଏଠି ପିଲେ ସବୁ ଅଛନ୍ତି ଆପଣ ଦେଖନ୍ତୁ। ଆଉ ଅଳ୍ପ ସମୟ ପରେ ବି ସନ୍ଧ୍ୟା ହେଇଯିବ, ଆମେ ପଳେଇବୁ ଏବେ। ଏବେ ଦେଖନ୍ତୁ ଆଜି ସକାଳ ପାଇଁ ଆଜି ଆଳୁ ଏବେ କଟା ହେଉଛି, ଆଳୁ ଆଉ କୋବି ଏ ଭଜା ହେବ ବୋଧେ ମମି ନା? ସେପଟେ ଭାତ ବସିଛି। ସେଥିପାଇଁ ଦୁଇଟା ଚୁଲି ଲାଗିଗଲା। ସକାଳେ ବିସ୍କୁଟ ଖାଇଦେଇଛି, ଆଉ ଏଇନେ ଜଳଖିଆ ଖାଇବାକୁ ମନା କଲା। ଭାତ ରନ୍ଧା ହେଇଯାଇଛି, ଭାତ ରନ୍ଧା ବସିଛି ସେପଟେ ତ ମୁଁ ଟିକେ ଏଇଟା ଚୁଲି ଲଗେଇଦେଲେ ଭଜା କରିଦେଲେ ହେଲା। ଏପଟେ ଆଳୁ ଫଳୁ କଟା ହେଉଛି, ମା ଏପଟେ ଚୁଲି ଲଗେଇ ଦେଉଛି। ଆଉ କେତେ ଧୂଆଁ କରୁଛୁ କହିଲୁ? ଓହ ଆୟୁଷ କୁଆଡ଼େ ଆଉ ଗୋଟେ କୁକୁର ଛୁଆ ଦେଇଛି ତା ଭିତରେ ଜନ୍ମ କରିଦେଇଛି? ଆସୁନ ଦେଖିବ। ନାଇଁ ନାଇଁ କାମଟା କୋଉଠି କରିବ ଯଦି? ସେଇଟା ଯୋଉ ସିଏ ଗୋଟେ ଜନ୍ମ କରିଥିଲା, ଏମାନେ ରହିଥିଲେ କି ନାଇଁ, ଆଙ୍କୁ ବାହାର କରିକି ସିଏ ଜନ୍ମ କରିଦେଇଛି। ତାପରେ ଆଙ୍କ ପାଇଁ ଗୋଟେ ସେଇଠି ବାହାରି ଯାଇଛି। ଓ ଆଚ୍ଛା, ସେ ତା ଭିତରେ ଏଇ ଦିଟା କୁକୁରଟି ଅଛନ୍ତି ନା? ଓଇ ଅନୁନାହାନ୍ତି ଆଉ। ଏଇ କୁକୁରଟା ଖାଲି ଆଙ୍କୁ ଖାଲି ଭୋଗୁଛି। ହଁ ଏବେ ଭଜା ଏବେ ବସି ପଡ଼ିଛି। ଏବେ ଭଜା ଏବେ ହେଇଗଲାଣି ମମି। ଭାତ ସରିଲାଣି ସେପଟେ? ତ ଏବେ ସେପଟେ ଭାତ ଏବେ ସରିଯାଇଛି ସେପଟେ। ଆଉ ଏପଟେ ଖାଲି ଭଜା ଏବେ ଚାଲିଛି। ଆଉ ଏଇଠି ଚା କରିକି ତାଲି ବସିଛି। ଜଲ୍ଦି ଜଲ୍ଦି ବା କ'ଣ ରୋଷେଇ ହେଉଛି? ଏବେ କ'ଣ ହେଇଗଲାଣି ଖାଇବୁ ବୋଲି? ହଁ ଟାଇମ୍ ତ ହେଇଗଲାଣି ବୋଧେ। ଭାତ ଆଣିଛୁ ଗୋଟେ ବୋଧେ ଚକଟା କରିଦେଇଛୁ। କୋବି ଆଳୁ ସେ ଭଜା ହେଇଥିଲା ଯୋଉ ଏକାଠି ଚକଟି ଦେଇ ଏକାଥରେ ଚକଟି ଦେଇ କହିଦେଲେ। ଜଲ୍ଦି ଜଲ୍ଦି ଖାଇଦେଇକି ପୁଣି ସ୍କୁଲ ଯିବ ଆଉ। ହଁ ତେବେ ଏଠି ମମି ଏବେ ଶାଗ ବାଛୁଛି। ଏବେ କରମ ଶାଗ ଇଏ ନା କ'ଣ ପାଣି ପଡ଼ିବ? ବଡ଼ି। ଆଉ ମା ସେଠି କ'ଣ କରୁଛୁ? ପାନ ଖାଉଛୁ? ପାନ ସେଠି ମା ଖାଉଛି ଏବେ ସେଠି। ଆଉ ମମି କହିଲା ଯେଉଁ ପାଳଙ୍ଗ ଶାଗ। ଆଉ କରମ ଶାଗ। ମା ଆଣିଛନ୍ତି କୋଉଠି ହେଇଥିଲା ପୋଖରୀରେ କରମ ଶାଗ ଆଣିଛନ୍ତି। ପୋଖରୀ ହେଇଥିଲା ନା ବିଲରେ? ବିଲରେ ହେଇଥିଲା। ଏ ଶାଗଟା ସବୁ ବିଲରେ ହେଇଥିଲା। ଆଉ ମା ତୁଳି ଆଣିଛି। ଭଲ ଲାଗିବ ଯେ କରମ ଶାଗଟା। ହଁ ଆମ ବିଲ ଆଡ଼େ ଯୋଉ ଯାଇଥିଲେ ସେଦିନ ଟିକେ ସବୁ ଶାଗ ହେଇଥିଲା। ଆଜି ଯିବା ସିଆଡ଼େ ବିଲ ଆଡ଼େ ଦେଖିବା, ଯଦି ହବ ଯଦି ଯିବା ଉପରଳିକି। ଶାଗ ଥିବ, ମଦ୍ରମା ଶାଗ ହେଇଥିଲା, ପିତା ଶାଗ ବି ହେଇଥିଲା ସାଡ଼େ। ହଁ ଏବେ ଚିକେନ କଷା ଚାଲିଛି। ବହୁତ ଦିନ ହେଲା ଚିକେନ ହେଇନଥିଲା, ଆଜି ଚିକେନ କଷା କରିଦିଅ। ଆଉ ଭାତ ଡାଲି ହେଇଥିବ। ଭାତ ଡାଲି ସାଧା ଡାଲି ହେଇଛି, ଆଉ ଚିକେନ କଷା ହେଇଛି। ଆଉ କ'ଣ ହେଇଛି? ଏଇ ଜରି ଯେଉଁ ଗରମ ହେଉଥିବ ଜରି ଯୋଗୁଁ ନା। ଏବେ ବର୍ତ୍ତମାନ ପାଇଁ ଦ୍ୱିପହର ହେଇଯାଇଛି, ଆଉ ଖାଇବା ଚାଲିଛି। ଆୟୁଷ ତାଙ୍କ ବାବା ଖାଉଛନ୍ତି। କ'ଣ ଖାଉଛି ଆଜି ତମେ? ଆଜି ଭାତ ଡାଲି ଆଉ ଚିକେନ କଷା ହେଇଛି, ଶାଗ ପାମ୍ପଡ଼। ଆଉ ହଁ ଆୟୁଷ ଆଜି ଭଲ ଲାଗୁଛି ଖାଇବାଟା? ଭାତ ଡାଲି ପାମ୍ପଡ଼ ଆଉ ଚିକେନ କଷା, ଶାଗ। ଲଙ୍କା ଟିକେ କମିଯାଇଛି। ଲଙ୍କା ଟିକେ କମ ହେଇଯାଇଛି ଟି? ପିଲାମାନେ ଖାଇବେ ନା, ଭଲ ଲାଗୁଛି ଟି? ପିଲାମାନେ ଖାଇବେ। ହଁ ଇଏ ବା ବଡ଼ଟା ଖାଇପାରିବନି ଟୋଟାଲି ହେଲା। ଆଉ ଏବେ ତ ଖାଇବା ଚାଲିଛି। ହଉ ଖାଇଦିଅ ଏବେ। ଆଉ ବୋଉ ତ ଆଇଲଣି, ବୋଉଙ୍କ ପାଇଁ ଯାଉଛି ବାଢ଼ି ଦେବି ଖାଇବେ। ବୋଉ ହଉ ଖାଉ ସମସ୍ତେ। କ'ଣ କହିଲ? ଆଜି ଟମାଟୋ ପୋଡ଼ାଟେ କରିଥିଲେ ଭଲ ଲାଗିଥାନ୍ତା ନା। ଦେଖୁନ ଏବେ ସମସ୍ତେ ଟିକେ ଖାଉଛନ୍ତି, ତାଙ୍କର ଖାଇବା ସରିଲାଣି ଆସିକିରି।
ଆଉ ବୋଉ ଆସିଲେ ଖାଇବାକୁ ବୋଉଙ୍କ ପାଇଁ ବାଢ଼ିଦେଲି ବୋଉଠି ଖାଉଛନ୍ତି ଆଉ ଖାଇସାରିଲା ପରେ ମୁଁ ଖାଇବି ଆଉ ସମସ୍ତଙ୍କର ଆଉ ଥରେ ଦେଇଦେବା ତାପରେ ମୁଁ ବସିବି ଆଉ ଭଲ ହେଉଛି ଭଲ ହେଉଛି ଚିକେନ୍ ତାହେଲେ ନା ହଉ ଖାଇ ତ ଏବେ ଦେଖନ୍ତୁ ମମି ଏବେ ଏଠି ବସିକି ଖାଉଛି ଆଉ ଆମ ସମସ୍ତଙ୍କର ତ ଖାଇବା ସରିଗଲା ମାର ବି ସରିଲାଣି ଆଉ ଆୟୁଷ ବି ତ ଖାଇ ସାରିଲାଣି ଟି ପାମ୍ପଡ଼ ଖାଉଛି କ'ଣଟେ ଟମାଟୋ ନା ଟମାଟୋ ଚକଟା ଟମାଟୋ ଚକଟା ଏବେ ମମି ଚକଟି ଖାଇଦେଉଛି ଆଉ ଆମ ଆୟୁଷକୁ ସାଡ଼େ ଆମେ ଖୋଜୁଛୁ ସିଏ ଆସିକି ବର୍ତ୍ତମାନ ପାଇଁ ଆଡ଼େ ଆସିକି ମାଛ ଧରୁଛି ଆସିକି ଦେଖନ୍ତୁ ମାଛ ଧରିବା ପାଇଁ ପଳେଇ ଆସିଛି ଆୟୁଷ ମାଛ ଧରିବାକୁ ଆସିଛୁ ନା ମାଛ ଧରିଲଣି କେତେଟା ମାଛ ଧରିଲଣି କେତେ ମାଛ ଧରିଲଣି ଏତେ ଦେଖିଲଣି ମାନେ ଆସିକି ଟିକେ ମାଛ ଧରା ହେଉଛି ହେଲା ଆମେ ସାଡ଼େ ଘରେ ଗଲେ ଖୋଜୁଛୁ ତାକୁ ଆଉ ହଁ ବିଲ ଆଡ଼େ ଆସିଛି ବୁଲିବାକୁ ଆଉ ଏ ବିଲ ସବୁ ଧାନ ସବୁ ରୁଆ ହେଇଗଲାଣି ବଢ଼ିଆ ସୁନ୍ଦର ଲାଗୁଛି ବିଲ ଗୁଡ଼ାକ ସବୁ ଆଉ ଏଠି ପାଣି କେତେ ସୁନ୍ଦର ଲାଗୁଛି ଆଉ ଭିତରେ ମାଛ ଅଛି ଦେଖନ୍ତୁ ମାଛ ଅଛି ଏ ଭିତରେ ମାଛ କାହିଁକି କେତେ ଧରିଛୁ ମାଛ ଦେଖି ଦେଖି ମାଛ ଖାଳେ କାହିଁ ମାଛ ଖାଳେ କାହିଁ କାହିଁ ମାଛ ଖାଳେ ଦେଖି ଖାଉଛି କିଛି ଧରିନି ନାଇଁ ମୁଁ ମିଛ କଥା କହିଲି ଆପଣମାନଙ୍କୁ ଆୟୁଷ ବେଲା ଆସିଥିଲେ ଆମ ସହିତ ହେଲା ଆମ ସହିତ ଆସିଥିଲେ ତା ସ୍କୁଲ ଛୁଟି ହେବାରୁ ତାକୁ ଆଣିକି ଆସିଥିଲୁ ଏବେ କ'ଣ କହିଲୁ ସତ କଥା ମୁଁ କହିଦେଉଛି ଯେ ମମି ମତେ କୁଆଡେ ଛାଡିବନି କୁଆଡ଼େ ଛାଡ଼ୁନି କହୁଥିଲା ହଉଛି ଆଇଛନ୍ତି ହେରି ବୁଲିବାକୁ ନାଇଁ ଏମିତି ଟିକେ ମିଛ କଥା କହିଥିଲି ଆଉ ଫ୍ରେଣ୍ଡ ମାନଙ୍କୁ ଆଉ ନା ସେଇଟା ଠିକ୍ କଥା ନା ନାଇଁ ରୋଡ଼ ଉପରେ ଯିବ ଏମିତି ସିଏ ରୋଡ଼ ଉପରେ ଯାଉଛନ୍ତି ଆମେ ଏବେ ଏପଟେ ଏ ସାଇଡ଼ରେ ଆୟୁଷ ମାଛ ଦେଖି ଦେଖିଆ ଯାଉଛନ୍ତି ବୋଲି ମୁଁ ଟିକେ ଏମିତି ଆସିଲି ହେରି ଆୟୁଷ ପାଖକୁ ଆଉ ସନ୍ଧ୍ୟା ବି ହେଇଗଲାଣି ଦେଖନ୍ତୁ ଆଉ ସେପଟେ ସବୁ ବିଲ ସବୁ ଏମିତି ହଳ କରିସାରିଲାଣି ଧାନ କରିବେ ବୋଲି ଚଢ଼େଇ ବି ଉଡ଼ିକି ଯାଉଛନ୍ତି ଆଉ ତାଙ୍କ ବାବା ସେଠି ଛିଡ଼ା ହେଇଛନ୍ତି ଆମ ଗାଡ଼ି ସେପଟେ ଅଛି ବରଗଛ ସେପଟେ ଅଛି ହେଲା ଆଉ ଏବେ ଆମେ ଯିବୁ ସନ୍ଧ୍ୟା ହେଇଗଲାଣି ଘରକୁ ଆମେ ଯିବୁ ବାହାରିଲୁ ଆମେ ଘରକୁ ଏବେ ଆୟୁଷ ଯିବା ଟି ଘରକୁ ଆୟୁଷ ଏବେ ଘରକୁ ଯିବା ନା ଆଉ ଟିକେ ରହିବ ବହୁତ ଭଲ ଲାଗୁଛି ନା ଏପଟେ ଆସିଲେ ପବନ ହଉଛି ତାଙ୍କ ବାବା ସେଠି ଛିଡ଼ା ହେଇଛନ୍ତି ଆଉ